ଅନନ୍ତ ହିଁ ସର୍ବଶ୍ରେଷ୍ଠ ମାଲିକ। ସୃଷ୍ଟିରେ ପରା ଜଣେ ମାଲିକ, ଅନନ୍ତ ନାଁ ତାର। ସିଏ ପୂର୍ଣ୍ଣ ବ୍ରହ୍ମ, ସବୁଠି ପୂର୍ଣ୍ଣ, ହୃଦୟ ତାଙ୍କ ଆସ୍ଥାନ। ଅନନ୍ତ ନାମେ ଅନ୍ତ ନାହିଁ, ଅଣ ଅକ୍ଷରେ ଯାହାର ନାହିଁ। ଯାହାଙ୍କୁ ମଣିଷ ଯୁଗ ଯୁଗ ଧରି ଖୋଜୁଛି, ଏ ପର୍ଯ୍ୟନ୍ତ ତାର ଆଦ୍ୟ କୋଉଠି ଶେଷ କୋଉଠି ତାକୁ ମଧ୍ୟ ସେ ଠିକ ଭାବରେ କହିପାରୁନାହିଁ। କିଏ କହୁଛି ସେ ହେଉଛନ୍ତି ନିରାକାର, ଆଉ କିଏ କହୁଛନ୍ତି ସେ ହେଉଛନ୍ତି ଜ୍ୟୋତି। ସେଇ କଥାକୁ ଲକ୍ଷ୍ୟ କରି ଆଉ ଜଣେ କିଏ କହୁଛି ସେ ଜ୍ୟୋତି କିନ୍ତୁ ଅଦୃଶ୍ୟ ଜ୍ୟୋତି। ଜ୍ୟୋତି ତ ଆଲୋକ ଦିଏ, ପୁଣି ଅଦୃଶ୍ୟ ଜ୍ୟୋତି କ'ଣ? ଏଇଭଳି ଭାବରେ ଭିନ୍ନ ଭିନ୍ନ ମତାବଲମ୍ବୀମାନଙ୍କର ଭିନ୍ନ ଭିନ୍ନ ମତ। ଆମ ସନାତନ ଧର୍ମରେ ଆମେ ଯେଉଁମାନଙ୍କୁ ପୂଜା କରୁଛୁ ସେସବୁ ପ୍ରକୃତରେ ମୂର୍ତ୍ତି ନୁହଁ। ସେମାନେ ହେଉଛନ୍ତି ଗୋଟେ ଗୋଟେ ଦର୍ଶନ, ଫିଲୋସଫି। ଧରନ୍ତୁ ଆମେ ପୂଜା କରୁଛୁ ଗଣେଶ। ଗଣେଶ ଗୋଟିଏ ମୂର୍ତ୍ତି ନୁହଁ। ଗଣେଶ ହେଉଛନ୍ତି ପରମାତ୍ମାଙ୍କର ଗୋଟିଏ ଦର୍ଶନ, ତତ୍ତ୍ୱ। ମୂଷା ଠାରୁ ହାତୀ ପର୍ଯ୍ୟନ୍ତ ସମସ୍ତଙ୍କର ଯିଏ ମାଲିକ ସେ ହେଉଛନ୍ତି ଗଣେଶ। ଧରନ୍ତୁ ଗଣେଶଙ୍କ ପରେ ଆମେ ପୂଜା କରୁଛୁ ନାରାୟଣ। ସିଏ ଗରୁଡ଼ ବାହନରେ ଯାଆନ୍ତି, ତାଙ୍କ ସ୍ତ୍ରୀ ପେଚା ବାହନରେ ଯାଆନ୍ତି। ଆକୁ ଯେଉଁମାନେ ଶୁଣିବେ ନିଶ୍ଚୟ କହିବେ ଇଏ ଗୋଟେ ଗରୁଡ଼ ବାହନରେ ଯିବେ, ଇଏ ପେଚା ବାହନରେ ଯିବେ। ଏସବୁ କଥାକୁ ଅଡ଼ୁଆ ମଡ଼ୁଆ ଭାବନ୍ତି। କିନ୍ତୁ ଗରୁଡ଼ ହେଉଛି ପକ୍ଷୀରାଜ ଗରୁଡ଼। ବିରାଟ ପକ୍ଷୀ ଠାରୁ ପେଚା ହେଉଛି ଛୋଟ ପକ୍ଷୀ, ତା ଆୟତନ କମ୍। ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ଆକାଶ ସ୍ୱର, ଆକାଶରେ ଯେଉଁମାନେ ବୁଲୁଛନ୍ତି ସେମାନଙ୍କର ଯିଏ ରକ୍ଷକ ଆଉ ପାଳକ ସେ ହେଉଛନ୍ତି ନାରାୟଣ। ଆଉ ନାରାୟଣ କହିଲେ ଯେ ପାଳକ ଆମକୁ ପାଳୁଛି, ସେମିତି ରୁଦ୍ର। ଗଣେ ନାରାୟଣେ ରୁଦ୍ର। ରୁଦ୍ର କିଏ? ରୁଦ୍ର ହେଉଛନ୍ତି ତ୍ୟାଗର ପ୍ରତୀକ। ରୁଦ୍ର ହେଉଛନ୍ତି ବୃଷଭ ବାହନରେ ବସିଛନ୍ତି। ତାମାନେ ସେ ଗୋ ରକ୍ଷକ, ଗୋ ମାତାଙ୍କ ପାଳକ। ସେଇଭଳି ଭାବରେ ତାଙ୍କର ସହଧର୍ମିଣୀ ପାର୍ବତୀ ସେ ସିଂହ ବାହନରେ ବସିଛନ୍ତି। ସିଂହ ହେଉଛି ଖାଦକ, ତାମାନେ ସେ ଷଣ୍ଢକୁ ଖାଇବ। ଗଣେଶଙ୍କ ବାହନ ମୂଷାକୁ ଖାଇବ। ମୟୂର ବାହନ, କାର୍ତ୍ତିକଙ୍କ ବାହନ ମୟୂରକୁ ବି ଖାଇବ। ତାଙ୍କ ବେକରେ, ମହାଦେବଙ୍କ ବେକରେ ଯେଉଁ ସାପ ଅଛି ତାକୁ ବି ଖାଇବ। କିନ୍ତୁ ଏଠି ଗୋଟିଏ ଇଏ ଦର୍ଶନଟି ହେଉଛି ଏକ
ସମନ୍ୱୟ ଦର୍ଶନ। ଏଠି ବସିଛନ୍ତି ରୁଦ୍ର ଯୋଗ ଧ୍ୟାନରେ। ଯୋଗ ଧ୍ୟାନରେ ସେ ବସିଛନ୍ତି। ଯୋଗ ଆଉ ଧ୍ୟାନର ପ୍ରଭାବରେ ଖାଦ୍ୟ ଖାଦକ କାହାରି ପ୍ରତି କାହାର ହିଂସାବାଦ ନାହିଁ। ଆମେ ଯାଇ ଶିବ ମନ୍ଦିରରେ ବସି ଏମିତି ଗୋଟେ ପାଣି ଢାଳି ଦେଲେ କି କ'ଣ କରିଦେଲେ ଆମେ ଭାବୁଛୁ ଗୋଟେ ବହୁତ ବଡ଼ କଥା କରିଦେଲୁ। ସେ ସବୁ ଛୋଟିଆ କଥା। ଯୋଗର କେତେ ଶକ୍ତି, ଧ୍ୟାନର କେତେ ଶକ୍ତି, ପ୍ରାଣାୟାମର କେତେ ଶକ୍ତି, ନୀରବରେ ବସିବାର ଯେଉଁ ବାସନା, ସେ କେତେ ବଡ଼ ନିଷ୍କାମନାର ଭକ୍ତି ଏଇ ରୁଦ୍ରଙ୍କ ଦର୍ଶନରୁ ଦେଖିବାକୁ ମିଳେ। ଏମିତିକି ଯୋଗ ଅମୃତ ପ୍ରଦାନ କରେ, ମଣିଷକୁ ଅମୃତ ପ୍ରଦାନ କରେ, ଜୀବଜଗତକୁ ଅମୃତ ପ୍ରଦାନ କରେ, ବିଶ୍ୱକୁ ମଧ୍ୟ ସେ ଅମୃତ କରିଦିଏ। ମୃତ୍ୟୁରୁ ମାଙ୍ଗ ଅମୃତ ଗମୟ। ଇଏ ହେଉଛନ୍ତି ଶିବଙ୍କ ଦର୍ଶନ। ଗଣେ ନାରାୟଣ ରୁଦ୍ରେ ଅମ୍ବିକା। ଅମ୍ବିକା କହିଲେ ଦୁର୍ଗା। ସେ ଗୋଟେ ବାଘ ବାହନରେ ବସିଛନ୍ତି। ବାଘ ହେଉଛି ହିଂସାର ପ୍ରତୀକ। ସିଏ ବାଘକୁ ଅହିଂସାର ମନ୍ତ୍ରରେ ମନ୍ତ୍ରିତ କରିଛନ୍ତି। ବାଘ କାହାକୁ ହିଂସା କରୁନି। ମାର ବା ଦୁର୍ଗା ରୂପୀ ମାତୃଶକ୍ତିର କୋମଳ ସ୍ପର୍ଶରେ ସେଠି ବାଘର ମଧ୍ୟ ହିଂସା ଆଉ କ୍ରୋଧ ପ୍ରଶମିତ ହେଇଛି। ତାପରେ ଆସିଲା ସେ ବାଘର ମଧ୍ୟ ପାଳକ। ମା କେବଳ ମଣିଷକୁ ସୃଷ୍ଟି କରିଛି ତା ନୁହେଁ, ସେ ବାଘକୁ ବି ପାଳିଛି, ସିଂହକୁ ବି ପାଳିଛି, ମୂଷାକୁ ବି ପାଳିଛି। ତାପରେ ଆସିଲା ଭାସ୍କର, ସୂର୍ଯ୍ୟ। ସୂର୍ଯ୍ୟ ହେଉଛନ୍ତି ସମନ୍ୱୟର ପ୍ରତୀକ। ତାଙ୍କ ପାଖରେ ଭଲ ପାଣି, ଗନ୍ଧିଆ ପାଣି ବା ଦୂଷିତ ପାଣି, ଯେଉଁଠି ଜଳ ରହିଛି ସୂର୍ଯ୍ୟ ସବୁ ସ୍ଥାନକୁ ସ୍ପର୍ଶ କରୁଛନ୍ତି। ତାରି ଭିତରୁ ସେ ସଦ୍ଗୁଣକୁ ବା ସତ୍ ଶକ୍ତିକୁ ସେ ଟାଣିକି ନେଉଛନ୍ତି। ତାଙ୍କ ପାଇଁ ଆକାଶରେ ମେଘ ବର୍ଷୁଛି, ପୃଥିବୀରେ ମେଘ ବର୍ଷୁଛି। ତାଙ୍କ ପାଇଁ ସମୁଦ୍ରରୁ ଆକର୍ଷିତ ହେଇ ଜଳବାୟୁ ଜଳୀୟ ଅଂଶ ଯାଉଛି, ତାଙ୍କ ପାଇଁ ପବନ ବହୁଛି। ତେଣୁ ସୂର୍ଯ୍ୟ ହେଉଛନ୍ତି ସମନ୍ୱୟର ପ୍ରତୀକ। ସେ ଆମକୁ ଶିଖଉଛନ୍ତି ସମନ୍ୱୟ। ଯେତେ ଗୁଡ଼ିଏ କଥା କହିଲି, କୌଣସି କଥାରେ ଆମର ଧାର ଧାରିବାର ନାହିଁ। ଆମେ ଗଣେଶଙ୍କ ଭଳି ବିଦ୍ୱାନ ନୁହେଁ, କିନ୍ତୁ ସାର୍ଟିଫିକେଟ୍ ଆମର ଅଛି। ଆମେ ଏତେ ପାଠ ପଢ଼ିଛୁ, କିନ୍ତୁ ବିଦ୍ୟା ଦଦାତି ବିନୟ, ଆମ ପାଖରେ ବିନୟ ନାହିଁ। ଆମେ ନାରାୟଣଙ୍କୁ ପୂଜା କରୁଛୁ, ନାରାୟଣ ଜଳକୁ ଯିଏ ଆଶ୍ରୟ କରନ୍ତି। ସେ ହେଉଛନ୍ତି ପୃଥିବୀ, ସେ ହେଉଛନ୍ତି କୃଷକ। ତାଙ୍କ ସହିତ ବି ଆମର ସମ୍ପର୍କ କିଛି ନାହିଁ। ଏଇଭଳି ଭାବରେ ଆମେ ରୁଦ୍ରଙ୍କୁ ପୂଜା କରୁଛୁ, କିନ୍ତୁ ଆମ ଭିତରେ ପରସ୍ପର ଭିତରେ ଭଲ ପାଇବା ନାହିଁ। ବାପ ପୁଅକୁ, ପୁଅ ବାପାକୁ, ସ୍ୱାମୀ ସ୍ତ୍ରୀକୁ, ସ୍ତ୍ରୀ ସ୍ୱାମୀକୁ, ଭାଇ ଭାଇକି କେହି କାହାକୁ ଭଲ ପାଉନାହାନ୍ତି।
अंबिका आमे अंबिका को पूजा करूँ किंतु सी मो पुओ से ता पुओ से ता पुओ हिंसा आमे जर्जरित व्याघ्र आमे हूँ हिंसापूर्ण व्याघ्र मनुष्यर आकृति पाइचु किंतु आमे गोटे हूँ हिंसापूर्ण व्याघ्र आम देश रे गणतंत्र आसी समतंत्र आसीनी गणतंत्र आई खाली नाटा गणतंत्र गणतंत्र दर्शन होची समतंत्र बा समन्वय कथा से कार भीतर नहीं खाली गोटे गोटे ग्रुप को कहले हबनी तू 5टी ग्रुप बचिचंती समस्त भीतर समस्त संबंध रहा कथा ना होनी यही भली भाव आज आमर समाज बदली जाइए एवं ये सबू कथार मूल तत्व होती अनंत तेणु से अनंत पादरे संसार को आम परिवार को जीवन को समर्पण करी शांति रे बंचिवा पाई प्रार्थना कर अन्य को शांति रे बंचिवा को से आम प्रार्थना टी गाउछु जाग हे अनंत तुमे जागिओ हे प्रभु हे संसार जाग हे अनंत जागी जागी उठ देखा थरे मुरार जाग हे अनंत कल्की राम देखे ना पा नाश खाना भोलाई जाग हे ये जीवन समाधिय शरण हे अनंत जाग हे अनंत तुमे जागी उठ आमे केवे भलरे रही परिबानी सी शुभ शंख बजेबे आमे कामना करी गोटे पूजा करूचु गोटे शंख बजाउचु सी एवं किसी शब्द दूषित शब्द को सब से नष्ट कर तेणु आम कामनापूर्ण यज्ञ प्रथम शंख हिना कि बाजे किंतु भगवान को हस्तर जो शंख धरी ये गोटे दर्शन ये गोटे दर्शन से शंख धरी से शंख बाजिले सृष्टिर आरंभ हुए
ସୃଷ୍ଟିର ଉତ୍ପତ୍ତି ହୁଏ। ସେ ଧରିଛନ୍ତି ଗୋଟେ ହାତରେ ଚକ୍ର। ସେ ଚକ୍ର କ'ଣ? କୃଷି କ୍ଷେତ୍ର, ପରିବାର ଗୋଟେ ଚକ୍ର, କୃଷି କ୍ଷେତ୍ର ଗୋଟେ ଚକ୍ର, ଦେଶ ଗୋଟିଏ ଚକ୍ର, ମୋର କର୍ମ କ୍ଷେତ୍ର ଯେଉଁଟା ମୋର କର୍ମକ୍ଷେତ୍ର ସେଇଟା ବି ମୋର ଗୋଟିଏ ଚକ୍ର। ଇଏ ସବୁ ଚକ୍ର ହେଉଛନ୍ତି ସୁଦର୍ଶନ, ଆନନ୍ଦ। ସିଏ ଧରିଛନ୍ତି ଗୋଟେ ହାତରେ ଗଦା। ଆମେ ଯେମିତି ପିଷ୍ଟଲ ଧରୁଛୁ, ଖଣ୍ଡା ଧରୁଛୁ, ବନ୍ଧୁକ ଧରୁଛୁ, ସେ ସେଭଳି ନୁହେଁ। ସେ ଗଦା ହେଉଛନ୍ତି ଗୁରୁ, ଗତିଦାତା। ଗତି ଗଦା, ଯିଏ ଗତିକୁ ଦାନ କରନ୍ତି। ତୁମେ ଯେମିତିଆ କାମ କରିବ ସେମିତିଆ ଫଳ ପାଇବ। ଯାମନ ଯେପରି କାମନ, ମନକୁ ଠିକ୍ କର। ଆଉ ଗୋଟେ ହାତରେ ସେ ପଦ୍ମ ଧରିଛନ୍ତି। ସେ ପଦ୍ମଟି ହେଉଛି ଜ୍ଞାନର ପ୍ରତୀକ, ସୁବାସ ମହକର ପ୍ରତୀକ, ମହିମାର ପ୍ରତୀକ। ଯେଉଁ ମହିମାରେ ଇଏ ସଂସାର ଚାଲିଛି, ତେଣୁ ଇଏ ହେଉଛି ଶଙ୍ଖ ଚକ୍ର ଗଦା ପ୍ରତୀକ। ଇଏ ଗୋଟେ ଦର୍ଶନ, ଇଏ ଗୋଟେ ତତ୍ତ୍ୱ। ଆମେ ଚାରି ହାତ କରିକି ଗୋଟେ ଚାରିଟା ଆୟୁଧ ରଖିଦେଇକି ପୂଜା କରୁ, କ'ଣ ଆମେ ନାରାୟଣଙ୍କ ପୂଜା କରୁ ନା। ଇଏ ହେଉଛି ମାନେ ଗୋଟେ ଦର୍ଶନ, ତତ୍ତ୍ୱ। ଆମେ ଘରେ ସତ୍ୟନାରାୟଣଙ୍କର ପାଲା କରୁଛୁ, ହେଲେ 5ଟି ଦେବତାଙ୍କୁ ଡାକୁଛୁ। ସେ 5ଟି ଦେବତା ହେଉଛନ୍ତି ସତ୍ୟନାରାୟଣ। ଏଇଭଳି ଭାବରେ ସନାତନ ଧର୍ମର ପ୍ରତ୍ୟେକ ପୂଜା ପର୍ବପର୍ବାଣି ସବୁକିଛି ତତ୍ତ୍ୱମୟ, ଦର୍ଶନମୟ ଏବଂ ତା ଭିତରେ ଶିକ୍ଷା ପୂର୍ଣ୍ଣ ହୋଇ ରହିଛି। ଆମେ ଗୋଟିଏ ଛୋଟିଆ କୁମ୍ଭ ମେଳା ଆଶ୍ରମରେ କରିବୁ। 11 ତାରିଖରେ କରିବୁ, 12 ତାରିଖରେ। 12 ତାରିଖର ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଅଖଣ୍ଡ କୀର୍ତ୍ତନ ରହିବ ଅନନ୍ତ ସରୋବର ପାଖରେ। ଅନନ୍ତ ସରୋବର ନିକଟରେ ରହିବ କୀର୍ତ୍ତନ। କିନ୍ତୁ ଆମର ଯେଉଁ ସବୁ ଭାରତବର୍ଷର ଯେଉଁ ତୀର୍ଥ ମୃତ୍ତିକା ସବୁ ସଂଗ୍ରହ ହେଇ ଅଛି, ତୀର୍ଥକୁଣ୍ଡ ପାଖରେ ହେବ ଯଜ୍ଞ। ସେ ଛୋଟିଆ ଯଜ୍ଞ ହେଉ ବଡ଼ ଯଜ୍ଞ ହେଉ। ସନ୍ଥମାନଙ୍କୁ ଡକରାଯିବ, ସେମାନଙ୍କୁ ପୂଜନ କରାଯିବ। କୀର୍ତ୍ତନ ମଣ୍ଡଳୀ ମାନେ କୀର୍ତ୍ତନ କରିବେ। ଠିକ୍ ବ୍ରାହ୍ମ ମୁହୂର୍ତ୍ତରେ ସମସ୍ତେ ସ୍ନାନ କରିବେ, ଠାକୁରଙ୍କ ଦର୍ଶନ କରିବେ, ଆରତୀ ଦର୍ଶନ କରିବେ, ଯିବେ। ଯଦି ଯାହାର ଇଚ୍ଛା ହେବ ଆସି ପହଞ୍ଚିପାର, ଆସିବା ନ ଆସିବା ତମ ଇଚ୍ଛା। ତେଣୁ କଥାଟି ଏଇଠି ରଖିବା। ଜୟ ଗୁରୁ ଜୟ।
जय गुरु जय गुरु जय गुरु जय गुरु